ঘটগাঁ ଆସ୍ପାୟାର ତରଫରୁ ଜାତୀୟ ଯୁବ ଦିବସ ପାଳିତ। ଘଟଗାଁ ବ୍ଲକର ମ୍ୟୁଜିୟମ ଠାରେ ଆସ୍ପାୟାର ପକ୍ଷରୁ ବ୍ଲକ ସ୍ତରୀୟ ଜାତୀୟ ଯୁବ ଦିବସ ପାଳିତ ହୋଇଛି। ଯୁବ ଦିବସ ଉପଲକ୍ଷେ ଘଟଗାଁ ଠାରୁ ବରଜାମପସି ପଞ୍ଚାୟତ ଦେଇ ବଡ଼ ମସିନାବିଲା ପଞ୍ଚାୟତ, ପଇଡ଼ାପାଟଣା ପଞ୍ଚାୟତ, ସାନ୍ତରାପୁର ପଞ୍ଚାୟତ, ବାରାଟିପୁରା ପଞ୍ଚାୟତରେ ବାଇକ୍ ରାଲି ସମାପ୍ତ ହୋଇଥିଲା। ରାଲି ମାଧ୍ୟମରେ ବିଭିନ୍ନ ଶିକ୍ଷା ସଚେତନତା ବାର୍ତ୍ତା ଦିଆଯାଇଥିଲା। ଏହାର ମୁଖ୍ୟ ଲକ୍ଷ୍ୟ ସମସ୍ତ ଶିଶୁ ଶିକ୍ଷାର ମୁଖ୍ୟ ସ୍ରୋତ ସହିତ ସାମିଲ ହେବେ ଏବଂ ଶିକ୍ଷା କ୍ଷେତ୍ରରେ ଯୁବପିଢ଼ିମାନଙ୍କର ଭୂମିକା ଉପରେ ଆଲୋଚନା କରାଯିବା ସହିତ ଆସ୍ପାୟାର ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। କିଭଳି ଆମେ ସମାଜରୁ ଶିଶୁ ଶ୍ରମିକକୁ ବିଲୁପ୍ତ କରିବା ଏବଂ ବାଲ୍ୟ ବିବାହ ପ୍ରଥାକୁ ଉଚ୍ଛେଦ କରି ସମାଜରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିବା। କେନ୍ଦୁଝର ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ଆମେ ଗର୍ବର ସହିତ ଘୋଷଣା କରିବା। ଏହି କାର୍ଯ୍ୟକ୍ରମକୁ ଆସ୍ପାୟାର ବ୍ଲକ ସଂଯୋଗ ଗଦାଧର ମହାନ୍ତ ଆୟୋଜନ କରିଥିଲା ବେଳେ ପରିଚାଳନା କରିଥିଲେ ଘଟଗାଁ ବ୍ଲକ ଶିକ୍ଷା ସଞ୍ଚିକା ଦୀପ୍ତିମୟୀ ମହାନ୍ତ। ଏଥିରେ ମୁଖ୍ୟ ଅତିଥି ଭାବରେ ଘଟଗାଁ ବ୍ଲକ ସାଂସଦ ପ୍ରତିନିଧି ଅଖିଳ କୁମାର ପାତ୍ର ଯୋଗ ଦେଇଥିବା ବେଳେ ଘଟଗାଁ ବ୍ଲକ ଉପସଭାପତି ଯଦୁମଣି ନାୟକ, ପଇଡ଼ାପାଟଣା ସରପଞ୍ଚ ମୁକୁନ୍ଦ ମୁଣ୍ଡା, ଆସ୍ପାୟାର ରାଜ୍ୟ ସଂଯୋଗ ରବି କୁମାର, ଭୋପାଳର ବରିଷ୍ଠ ଓକିଲ ତପନ କୁମାର ମହାନ୍ତି, ଘଟଗାଁ ବ୍ଲକ ସଂଯୋଗ ଗଦାଧର ମହାନ୍ତ, ଶିକ୍ଷା ସଞ୍ଚିକା ଦୀପ୍ତିମୟୀ ମହାନ୍ତ, ICDS ସଂଯୋଜିକା ତପସ୍ୱିନୀ ସେଠୀ, MIS ରଜତ ମହାନ୍ତ ଏବଂ ଆସ୍ପାୟାର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ। ଏହି ଜାତୀୟ ଦିବସରେ 200ରୁ ଉର୍ଦ୍ଧ୍ୱ ଯୁବକ ଏବଂ ଯୁବତୀ ଭାଗ ନେଇଥିଲେ। ଗୋବିନ୍ଦ ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ। ठीक है,